ଜୟ ଶ୍ରୀରାମ ଭାଇ ମାନେ। ତ ଆଜି ରାତିରେ ଆମର ଯୋଉ ତୋଷାଲି ପାଖରେ କିନା ଗୋଟେ ହରିଣର ଆକ୍ସିଡେଣ୍ଟ ହେଇଥିଲା। ମାନେ ଗୋଟେ ଛୋଟ ଛୁଆ ହରିଣଟେ, ମୁଁ ଆପଣଙ୍କୁ ଭିଡ଼ିଓ ଦେଖେଇ ଦେଉଛି ହରିଣଟା କେମିତି କେଡ଼ିକି ଗୋଟେ ଛୁଆଟେ। ତାର ଗୋଟେ ପଟ ସାଇଡ୍ ବାଁ ପଟ ସାଇଡ୍ରୁ ବ୍ଲଡ଼ ବି ବାହାରୁଥିଲା। ତ ଆମେ ଫୋନ୍ କରିଥିଲୁ ଯେଉଁ ଆମର ଫରେଷ୍ଟ ଅଫିସ୍ ଫୋନ୍ କଲୁ। ଫରେଷ୍ଟ ଅଫିସ୍ ଫୋନ୍ କଲା ପରେ ବହୁତ ସମୟ ଟାଇମ୍ ଲାଗିଲା। ଆମର ତୋଷାଲି ଫ୍ରଣ୍ଟରେ ଆଉ ଗୋଟେ ଫରେଷ୍ଟ ଅଫିସ୍ ଅଛି, ସେଇ ଫରେଷ୍ଟ ଅଫିସରୁ 3 ଜଣ ଫରେଷ୍ଟ ଗାର୍ଡ଼ ଆସିଲେ। ଫରେଷ୍ଟ ଗାର୍ଡ଼ କ'ଣ 3 ଜଣ ତ ଆମର ୟୁନିଫର୍ମ ଥିଲେ। 3 ଜଣ ଆସିଲେ। 3 ଜଣ ଆସିକି ତାକୁ ଗୋଟେ ଏଫଜେଡ୍ ମାନେ ଫେଜର ଗାଡ଼ିରେ ତାକୁ 3 ଜଣ ଟେକିକି ନେଇକି ଗଲେ। ଟେକିକି ନେଇକି ଗଲେ ମେଡ଼ିକାଲ ଗଲେ କି ଗଲେ ଫରେଷ୍ଟ ଅଫିସ୍, ମାନେ ଆମେ ତ ପତା ପାଇଲୁନି। ତାଙ୍କ ଭିତରୁ ଜଣଙ୍କୁ ପଚାରିଲେ ଯେ ଆମେ ଯଦି ଏଇନା ହରିଣଟାକୁ ଦେଖା କରିବାକୁ ଚାହୁଁଛୁ ଦେଖିପାରିବୁ କି ନାହିଁ। ସେ ଟୋଟାଲ୍ ମନା କରିଦେଲେ, କହିଲେ ଏଇନା ରାତିରେ ହରିଣ ଦେଖି ହେବନି। ତ ପୁଣି ଆମେ ଫେରିକି ଆଇଲୁ। ସେ ହରିଣ ଟ୍ରିଟମେଣ୍ଟ ହେଲା କି ନ ହେଲା ସେଇଟା ତ ଆମେ ଏପର୍ଯ୍ୟନ୍ତ ଜାଣିନୁ। ତଥାପି ଆମେ କାଲି ଯିବାର ଅଛି ପୁଣି ହରିଣ ଫରେଷ୍ଟ ଅଫିସ୍ ଯାଇକି ଦେଖା ପରମିଶନ ଆଣିକି ତାଙ୍କୁ ଦେଖା କରିବୁ। ତଥାପି ସେ ହରିଣର ଅବସ୍ଥା ମୁଁ ଆପଣଙ୍କୁ କେମିତି ଅଛି ଆପଣଙ୍କୁ ଦେଖେଇଦେବି। ସେ ନେଲେ ଭିଡ଼ିଓ ମୁଁ କରିନଥିଲି, ତଥାପି କିଛିଟା ସେ ଯେଉଁ ନେବାର କିଛିଟା ଭିଡ଼ିଓ ମୁଁ ଆପଣଙ୍କୁ ଭିଡ଼ିଓରେ ଦେଖେଇ ଦେଉଛି। ଆପଣ ଦେଖି ଦିଅନ୍ତୁ କେମିତି ସେ ନେଲେ। ଆଉ ହୁଏତ ସେମିତି ନେବା କଥା ନୁହଁ ସେ ହରିଣକୁ, ଯାହା ହେଲେ ସେ ଗାଡ଼ିରେ ନେବା କଥା, କିନ୍ତୁ ସେ ବାଇକ୍ ଏମିତି 4ଟା ଗୋଡ଼ ଟେକିକି ନେଇକିରି ଗଲେ। ସେ ହରିଣକୁ ବେକ ଯେମିତି ବୁଝାଏ ସେମିତି ନେଇକି ଯାଇଛନ୍ତି। ତ ହରିଣ ଅବସ୍ଥା ତ କାଲି ଦେଖିଲା ପରେ ଜଣାପଡ଼ିବ ହରିଣ କେମିତି କଣ୍ଡିସନ୍ ଅଛି, ବଞ୍ଚିଛି କି ମରିଛି କିଛି ଜଣା ନାହିଁ। କାଲି କଣ୍ଡିସନ୍ ଜଣାପଡ଼ିବ। ତ ଯାହା ହେବ ହରିଣ ଭାଗ୍ୟ। ଆଉ ଆମେ ଯେତେବେଳେ ତାଙ୍କ ଫଟୋ ଉଠେଇକି ଆଣିଲୁ, ମୁଁ କହିଲି ଭାଇ ତମର ତମେ ପରମିଶନ ଦେଉନ। କାଲି ଯେତେବେଳେ ଆମେ ସକାଳେ ଆସିବୁ ପୁଣି ଆମେ କାହାକୁ ପଚାରିବୁ କ'ଣ କରିବୁ, କିଏ ଆଣିଥିଲା କ'ଣ ହେଲା। ତ ଆମେ ଗୋଟେ ଫଟୋ ଉଠେଇକି ନେଉଛୁ। ତାଙ୍କ ଭାଇଙ୍କର ସେ ଜଣଙ୍କର ଫଟୋ ଉଠେଇଲି। ଭାଇଙ୍କର ଫଟୋ ଉଠେଇଲା ପରେ ସିଏ ମୋର ନିଜର ମୋ ଗାଡ଼ିର ବି ଫଟୋ ଉଠେଇଛନ୍ତି। ତ କ'ଣ ହେଉଛି ସେଇଟା ତ ଜଣାପଡ଼ିବ। ସେ ହରିଣର ଜୀବନ ବଞ୍ଚିଲା କି ମଲେ ସେଇଟା ତ ଠାକୁର ହିଁ ଜାଣିବେ। ତ ଆମେ ତ ଜାଣିନୁ। ତ ଦେଖିବା କ'ଣ ହେଉଛି କାଲି ପୁଣି ଭିଡ଼ିଓ ଗଲା ପରେ, ସେଠି ଫରେଷ୍ଟ ଅଫିସ୍ ଗଲା ପରେ ଜଣାପଡ଼ିବ କ'ଣ ହେଲା ହରିଣର ଅବସ୍ଥା। ତ ରହୁଛି, ଜୟ ଶ୍ରୀରାମ।